ब्रेक दो। कौन ब्रेधम ब्रेधम? अरे मु कहूँ ब्रेक टा मार। ओहो अरे गाँटा पूरा ये पाखे अल्प बाट रहा ब्रेक दो ब्रेक दो। तो ग्रांडपा मो ग्रांडपा दी जन बेस्ट फ्रेंड आम दी जन को एकाठी देखिले खराब भावेनि से कहली गाड़ीटा ये रखिद मुझे चल चली पलैबी घरे जी पचारे मुझे कहीदेवी लक्ष्मी बस कौन यू चल चली पलैबू? प्लीज ट्राई टू अंडरस्टैंड माय सिचुएशन। If you don't come with me, then you will forget who ruled your life. It's me, Raj. हाउ रागनी द ब्रेक द कौन ब्रेधम ब्रेधम पुणी कौन ब्रेधम ब्रेधम? मु एडी रील्स करबी तुम फोन धर। सुनो चल चल कर दो एडी कर दो बढ़िया हम एडी तू सेठी आराम कर मु एडी शूटिंग करू। ठीक अछि रह बे कौन नेटवर्क फेटर किछि आसुनी बे रह पाइछि पाइछि ना एठी नेटवर्क फेटर किछि आसुनी मु खाली वीडियोटे बनै दोछि तू पछे नेके अपलोड करी छड़ करबी ना आगे रे करबी जदी कर न मु चलली ए र कर दी क्या कर मु लगाउछि वीडियो खाली कर दोछि ठीक हैला पछरे तू डाउनलोड कर तो नेट पेट किछि नै कर कुछ तो गां रे कोबळे समस्या नेटवर्क फेटर किछि आसुनी पुनी हमकु गां को सुधारिया पड़िबो ना नै को गीत नचिबो को गीत रे मु हेवी लो एल्बम क्वीन नै ई गीत हां कि पोक लगी जाऊँ से सार दोकानी पचारि एमती औषध आनी जमी पोकर सब गलु मरीज गलु मरीगले तो पोक गला छटपट हो जाऊँ साहेबाणी हेप्पीनी मु साधबाणी हेप्पीनी लो डॉक्टराणी हेप्पीनी मु मास्टराणी हेप्पीनी साहेबाणी हेप्पीनी मु साधबाणी हेप्पीनी पाठ छाड़ी धीरे तू कोन मो नातुनी तो मांडू कर छलुनी अरे तू एटी तार करू रे तू कोन मो नातुनी तो मांडू कर छलुनी इंस्टा करथुलु सेटा गोटे की कीटनाशक देखलु अच्छा एतरे जो पोक लागि जंदी से इंस्टा कीटनाशक पके देले एटा ए सब पोक मरि जिवे अरे तू की इंस्टा कीटनाशक पकेलु मो नातुनी कोन बांती गलानी आ नाही जे कीटनाशक काई पके हमु के इंस्टा करथली बरा इंस्टा हां सेटा पुनी कोन बा गाली मो नातुनी गाली हां तमा नातुनी हां हां से ओदले ओके गारे डाक्टर कोन से मोबाइल से हमको बुझे मोबाइल से दे हां बरा सब आमे बुआ भाबती काली आमे कथि बस परबा जे आमे मत आज तंदुर बस पलिन हला आज बस परबा कोन नहीं नहीं आज तंदुर बस मत तारे काली बस खरा बळे आउ हां तारे काली हम करियो हां ये काम करू हां तुम उठा कौन कथा रे तमे मत डाक्टर मो बैगण किया छाड़ी दे आइली आज पुड़िया डबार छड़ा अरे पुओ कथाटा कौन कि
ମୋ ହୁଁ। ନାତୁଣୀ ହୁଁ। ଆଉ ଆମ ସଙ୍ଗାତର ନାତି ହୁଁ। ଏ 2 ଜଣ କାଲି ଗାଁକୁ ଆଇଛନ୍ତି। ହୁଁ। ଆସିକି କଣ ଗୋଟେ କହିଲେ ଆମେ କଣ ଗୋଟେ ଶିଖେଇବେ ଏଇ କଣ ତାକୁ କହୁଛନ୍ତି ସେଇଟା ଯୋଉ ମୋବାଇଲରେ କଣ ଗୋଟେ ଶିଖେଇବେ। ହୁଁ। ହୁଁ। ଆଉ ସେଇଥିପାଇଁ ମୁଁ କହିଲି ମୁଁ କାହିଁ ଏକୁଟିଆ ଆମ ସଙ୍ଗାତର ମୋର ଶିଖିବୁ ହୁଁ। ଆଉ ତମମାନଙ୍କୁ ଡାକିଦେଲୁ ଆଉ କଣ। ହୁଁ। ହୁଁ। ଆରେ ସିଏ ସେଇ କଥା ପରା କଣ ମ- ଶିଖେଇବେ? କଣ ଗୋଟେ ଶିଖେଇବେ କଣ ଆରେ- ଇନିଷ୍ଟା ଗୋଟେ କଣ ଟୋକା ନାଲୋଜି ଏମିତି କଣ ସବୁ ଗୋଟେ କଣ ଗୋଟେ କହିବେ ବୋଲି ମୁଁ କହିଲେ। ଆରେ ସେଇ କଥା ସିଏ ମୋବାଇଲ ବିଷୟରେ କଣ ଆମେ ଜାଣିଛୁ ଯେ ଇଏ ଗୋଟେ ଟୋକା ମତେ ଦେଇଦେଲା କହିଲା ଦାଦି ତମେ ତ ବିଲ କାମ କରୁଛ ସବୁ ସାର ଫାର ସବୁ ଆ ଭିତରେ ଅଛି ତମେ ମାଗିଲେ ସେ ସବୁ ଦବ। ମୁଁ କଣ ହଁ ମୁଁ କଣ କହିବି ପୁଣି ମୁଁ କଚେରୀ କାମରେ ତାର ମୋର ଯାଇଥିଲୁ ହୋଟେଲରେ ଖାଇବାକୁ କୋଉ ଗାଁ? ଏଇ 4 ଦିନ ତଳେ ତ ମଙ୍ଗଳବାର ଦିନ ଆଉ ସେଦିନ ଯୋଉ ଯାଉଥିଲ କି? ହଁ ହଁ ହେଲା ମୁଁ ଦେଖିଛି। ସେଇ ଯୋଉ କଚେରୀ କାମରେ ଯାଉଥିଲୁ ସେଠି ବେଳ ଡେରି ହେଲା ହୋଟେଲରେ ଖାଇଲୁ ପାକିଟିରେ ଆଉ ପଇସା ନାହିଁ। ହଉ ମୁଁ କହିଲି ଆରେ ପୁଅ ପାକିଟିରେ ପଇସା ନାହିଁ କଣ କରିବା ସେଠି କଣ ପୁଣି ବାସନ ମାଜିଲ? ନା ନା ଆଉ ପଇସା କେମିତି ଦେଲ? ଆରେ ସିଏ ପୁରା ସେଇ କହିଲା କଣ ସ୍ମାର୍ଟ କରିବ ବୋଲି କହିଲା ମୁଁ ସ୍ମାର୍ଟ ଫୋନ ଧରିଛି ଆମ ସୁନ୍ଦରୀ ମୋର ପୁଅ ନା ନା ଆମ ପୁତୁରା ତମ ପୁତୁରା ହଁ ସେ ସବୁ ପାଠ ବୟସ ହଁ କଲେଜ ନରଡ଼ ପଡୁଲା। ହଁ ପରା ସିଏ କଣ ମୋବାଇଲ ଟିପି ଦେଲା ଦେଖେଇ ଦେଲା ସେ କହିଲା ହଉ ଯାଅ। ମୁଁ ତ ଦେଖିକି କାବା ଆଉ ସେଇ ଆଉଛନ୍ତି ଆଜି ସେଇ ଶିଖିବାକୁ ହଁ ସେ ଆସିବେ ବୋଲି କହିଥିଲେ କଣ ଏତେ ଡେରି ହେଲାଣି ବୋଧେ ଆସୁଥିବେ। ହଁ ଆଚ୍ଛା ଏ ଶିଖିଗଲେ ପୁଅ ଭଲ ମାନେ ହବ ମୋବାଇଲ ଟାକୁ ଦେଖେଇଦେଲା ତା ପଇସା ସେ ପାଇଗଲା ତମକୁ ଛାଡିଦେଲା। ଆରେ ହଁ ପରା ଆଁ? ମୁଁ ଦେଖିକି କାବା ମୁଁ କହିଲି ଇଏ ମୋବାଇଲରେ କଣ ଅଛି ଦେଖେଇଦେଲା ଛାଡ଼ିଦେଲା। ଏ ତୁ ହଁ ଆମେ କିଛି ଜାଣିନେ ତମକୁ ଫୋନ ଆଇଲେ ଖାଲି ଫୋନ ଟା ଉଠଉଛ ହାତ ମାରିଦେଲେ ତ ଉଠିଗଲା ଆଉ ହଁ ଖାଲି ହାତ ମାଇଲେ ପୁଅ ଉଠୁଛି ପରା। ସେଇଆ ତ ଆଉ ସିଏ ଆସନ୍ତୁ ଆଇଲଣି ହଁ, ସେ ଆସୁଥିବେ ଏଇନେ। କେତେବେଳକୁ ଆସିବେ ସେ ତଳେ? କହିଲେ ତ ସେ ସାଳେ ଆସିବେ ବୋଲି ଆଉଥିବେ ବୋଧେ ଏଇନେ ଆଉ। ଶୁଣୁ ଜେଜେ ବହୁତ ସମୟ ହେଲାଣି ଫୋନ କଲେଣି ବିରକ୍ତ ହେଇଯିବେଣି ମାନେ କଣ କହିଲୁ ତାଙ୍କୁ ଯାଇକିରି ସେ ବିଷୟରେ ସବୁ ଇନଷ୍ଟା ଫିଷ୍ଟା ବିଷୟରେ ସବୁ ଟିକେ ବୁଝେଇଦବା ବୁଝିପାରିଲନି ବୁଝେଇଦେଲେ ସେମାନଙ୍କର ସବୁ ଦୂର ହେଇଯିବ ଆମକୁ ଏମିତି ଆଉ ରିଲ ଫିଲ୍ସ କଲା ବେଳକୁ କି ନେଟୱାର୍କ ଫେଟୱାର୍କ ଏସବୁ ବିଷୟରେ ଆମକୁ କିଛି ଆଉ ତାର କିଛି ପ୍ରୋବ୍ଲେମ ହଁ। ହବ କେହି ବି ସନ୍ଦେହ କରିବେ। ହଁ ତେଣୁ ଶୀଘ୍ର ଯିବା ଯାଇକି ଏ ବହୁତ ସମୟ ହେଲାଣି ଅପେକ୍ଷା କଲେଣି ଚାଲ ପଳେଇବା। ହାय ଜେଜେ ଗୁଡ ମର୍ଣ୍ଣିଂ କଣ କହିଲା କାନୁଆ ଗୁଡ ମର୍ଣ୍ଣିଂ ଭଲ ଛୁଟି ଆଚ୍ଛା ନମସ୍କାର। ହାଇ ମାରୁଥିଲା ବୋଲି କହିଲା ଓ ଆମେ ହାଇ ହଁ ମାଇଲେ ସୁନ୍ଦର ନା ସେ କଣ ଗୁଡ ମର୍ଣ୍ଣିଂ କହିଲା ଝିଅ କଣ ଗୋଟେ ଗୁଡ ମର୍ଣ୍ଣିଂ ସେ କହିଲା ମୁଁ କାହିଁ କିଛି ଜାଣିପାରିଲି ଆମ ବେଳେ କାହିଁ ଏତେ ପଢା ନଥିଲା ଆମେ ଚାହାଇରେ ପଢୁ। ହଁ ଆଉ ସେଇ କଥା ମୁଁ ବି ଜାଣିପାରିଲିନି କଣ ସେ କହିଲା ଆଇ ସେଇଟା ଗୁଡ ମର୍ଣ୍ଣିଂ ନୁହଁ ହେ ସେଇଟା ଗୁଡ ମର୍ଣ୍ଣିଂ ଏଇଟା ଗୋଟେ ଇଂଲିଶ ଶବ୍ଦ ଆମର ଓଡିଆରେ ୟାକୁ କହିଲେ ସୁପ୍ରଭାତ ମାନେ ସକାଳର ସୂର୍ଯ୍ୟ ଉଦୟକୁ ଆମେ ଇଂଲିଶ ୱେରେ କହିପାରିବା ଗୁଡ ମର୍ଣ୍ଣିଂ। ଶୁଭ ସକାଳ ହଁ ଶୁଭ ସକାଳ। ଏଇଟାକୁ ଭଲ କି ଟିକେ ଭିତରକୁ ନିଅ ପୁଅ ନେ ତୁ ଗୋଟେ ମୁହଁ ଫଳ ଖାଇଦେଲୁ ପାଟି ଆମ୍ବିଳା ହେଇଯିବଣି ନେ ତୁ ବି ଗୋଟେ ନେ ଏଇଠି ସଙ୍ଗାତେ ତମେ ବି ଗୋଟେ ଧର ମୁଁ ବି ଗୋଟେ ଖାଉଛି ସଙ୍ଗାତ ଏଇଟା କଣ ଝିଅ ଏଇଟା ମୁହଁ ଫଳ ହଁ ହଁ ଆ ଟିଭିରେ କହୁନି ଟିଭି ଯୋଉ ଦେଖିଲା ବେଳକୁ କହୁନି ଓହୋ ସଫଳ ପାନ ମସଲା ଭଲ ଖାଆନ୍ତୁ ନିଶ୍ଚିନ୍ତ ରୁହନ୍ତୁ ଠିକ ଠିକ ତମେ ସବୁ ତାହେଲେ ଏଇ ଗୋଟା ଅଛି ନା ନା ସେ ଗୋଟେ କଣ କହୁଛି କରିନିଅ ମଜାରେ ବନ୍ଧୁଟା ହଁ ଗୋଟେ ବନ୍ଧୁତାର ସୁସମ୍ପର୍କ ପାଇଁ ଓହୋ ବଢିଆ ବଢିଆ ଏ ର ଏ ଏରା କଣ ଖାଇବା ଜିନିଷ ଆଁ ସାଲା ଗୋଟେ ନଷ୍ଟ କରିଛନ୍ତି ଏଠି ଆସି ଏ ର ସାଲା ଏକ ଜାବଡା ଦେବି ତୋର ଗୁଣ୍ଡି ପୋକ ଝଡେଇଦେବି ମନା କଲି ଟିକେ ନା ପୁଣି କଣ ଖାଇଲୁ ତୁ ତାକୁ ଦେ ଆକୁ ଆଇଛି ମୁଁ ଏଠି ବୁଝେଇବାକୁ ଇଏ ଏଠି ବସିକି ପାନ ଖାଉଛି। ହଉ ସିଏ ବାପା ତୋ କଥା ମାନିଲୁ ପାନ ଗୁଟୁକା ଆମେ କେହି କାହାକୁ ଖାଇବୁନୁ ତୁ କଣ ବୁଝେଇବାକୁ ଆଇଛୁ ଆଗ ବୁଝେଇଲୁ ଆମକୁ କଣ ବୁଝେଇବାକୁ କହିଛୁ ଆଇଛୁ ମୋର ଗ୍ରାଣ୍ଡପା और ଗାଁର ଅଙ୍କଲ ମାନେ ଆଜି ଆମେ ଆସିଛୁ ଅନଲାଇନ ପେମେଣ୍ଟ କେମିତି ହୁଏ ଇନଷ୍ଟା ୟୁଟ୍ୟୁବ କେମିତି ଚଲେଇବା ହୁଏ ହ୍ୱାଟ୍ସଆପ ସବୁ ଶିଖିବା ପାଇଁ ଅନଲାଇନ ର ଫୋନ ର ବ୍ୟବହାର କଣ ଦେଖିବା ପାଇଁ। ଅଙ୍କଲ ଯୋଉ କଥା କହିଲା ସିଏ ଆରେ ସେଇ ଯୋଉ ବ୍ୟଙ୍ଗ କବି ଜ୍ଞାନ ହୋତା
ସିଏ କହୁନି ବେଙ୍ଗ ମାନେ ଯୋଉ ବେଙ୍ଗ ହଁ ବା ସେ ନକଲ କରିକି ସବୁ କହୁଛି ଓହୋ ମୁଁ ଭାଇ ବେଙ୍ଗ ଧରିକି ଆଣି ଗୋଟେ କଣ କରୁଛି ନା ସେଇଆ ଜାଣୁଛି ଆଉ ନାଇଁ ସିଏ କହିଲା ଦାଦା ଖୁଡି ମାମୁଁ ମାଇଁ ମଉସା ମାଉସୀ ପିଇସା ପିଇସି ଇଏ ସବୁ ଯାକି ଶବ୍ଦକୁ ଦିଟା ଶବ୍ଦ କରିଛି ଦଖଲ ଗୋଟେ ଆଣ୍ଟି ଆଉ ଗୋଟେ ଅଙ୍କଲ ସିଏ ସେଇ କଥାଟି କହିଲା ଆଉ ଗୋଟେ କଥା କଣ କହିଲା ମୁଁ ବୁଝିପାରିଲିନି କଣ କହିଲା କଣ କହିଲା ଗୋଟେ ଗାଣ୍ଡି ପା ଗୋଟେ କହିଲାନି ଆରେ ସେ କହିଲା ଗାଣ୍ଡି ପାରିକି ବସ କହିଲା ଗାଣ୍ଡି ପାରିକି ବସ ଏଇ କଥା କହିଛି ଆମେ ତ ବଇଛୁ ମୁଁ ଅଲଗା ପ୍ରକାର ମୁଁ ଅଲଗା କଥା ଭାବିଥିଲି ମୁଁ କହିଲି ମୁଁ ତେମେ ଆସିଲା ସିଏ ଆଇଲା ବେଳକୁ ତମେ ଗୋଟେ ପାଡ଼ି ଦେଲନି କି ସେ ସେଇ କଥା କହିଲା ଗାଣ୍ଡିରେ ପାଡ଼ି ଦେଲ ବୋଲି କହିଲା ହଉ ନାବ ଏ ଅନ୍ ନାଇଟ୍ ପେଣ୍ଟ କଣ ଅନ ନାଇଟ୍ ପେମେଣ୍ଟ ନା ନାଇଟ୍ ଉପରେ ପେଣ୍ଟ ବା ଶଳା ଗାଣ୍ଡୁଆ ପାଠଶାଠ ତ ପଢିଲୁନୁ ଶଳା ବାଦାମ କିଆରିରେ ବୁଲୁ ଆମ୍ବ ଗଛରେ ବେଗ ଥୋଇକି ଲୁଚିକି ବୁଲିଲୁ ବସ୍ କହିଲା ଅନ ନାଇଟ୍ ପେମେଣ୍ଟ ଆରେ ସେଇଟା ତାହେଲେ କଣ ଆମକୁ ଟିକେ ବୁଝେଇ ଦଉନୁ କଣ ବୁଝିନ କଣ ଆରେ ମୁଁ ସେଇ କଥାଟା ତମକୁ ବୁଝେଇବା ପାଇଁ ତ ଏଠିକି ଆସିଛି ହଁ କୁହ ଅନ ନାଇଟ୍ ପେଣ୍ଟ ନୁହଁ ସେଇଟା ହଉଛି ଅନଲାଇନ ପେମେଣ୍ଟ ମାନେ ଆମେ ସିଧାସଳଖ ଗୋଟେ ଦୋକାନୀକୁ ଡାଇରେକ୍ଟ ଫୋନ ମାଧ୍ୟମରେ ପଇସା ପଠେଇକିରି ଜିନିଷ ପତ୍ର କିଣିପାରିବା ଆମକୁ ପଇସାର ଆବଶ୍ୟକତା ନାହିଁ ସେଇ ଯୋଉ ସେଠାଇ ଶୁଣୁ ସମସ୍ତଙ୍କୁ ଜେଜେ ଆଉ ଅଙ୍କଲ ମାନଙ୍କୁ ଏ ବୁଝେଇଦେଲୁ ଅନଲାଇନ ପେମେଣ୍ଟ କେମିତି ହଉଛି ଯେମିତି ଦୋକାନରେ ପଇସା ଦିଅ ସେମିତି ଫୋନରେ ସ୍କାନ କରିକି ପଇସାଟା ଦବ। ଆଲୋ ମା ନାବନି ମୋ ନାଁ ଲବନୀ ନୁହଁ ମୋ ନାଁ ଲବିଲି ହଉ ବା ସେଇ ଲଉଲି ନାଇଁ ଲଭଲି ମିସ୍ ଲଭଲି ଓହୋ ସେଇ ନବୁଲି ଯଦି ମୁଁ ଫୋନରେ ଦୋକାନୀ କି ପଇସା ଦେବି ତାହେଲେ ଦୋକାନୀ ମତେ ଆଖୁ ରସ କେମିତି ଚୁପୁଡିକିରି ଦବ ସେ କଣ ମତେ ଫୋନ ଚୁପୁଡିକିରି ଦବ ଚୁପୁଡିକି ନାଇଁ ନା ବାଟିକିରି ପେଇଦବ ତମକୁ ନା ସେଇଟା ଗୋଟେ ଚୁପୁଡା ଯନ୍ତ୍ର ନୁହଁ ଆଉ କଣ ସେଇଟା ଗୋଟେ କ୍ୟୁଆର କୋଡ ସ୍କାନ କର ପେମେଣ୍ଟ ଶେଷ ୟାର କୋଣ କୋଉ ଗାଁ ମୁଖିଆ କି ଓହୋ କିଆର କୋଡ ନା ବୁଦାର କୋଡ ବା ସେଇଟା କିଆର କି ବୁଦାର ନୁହଁ ସେଇଟା ହଉଛି କ୍ୟୁଆର କୋଡ ସିଧା ଏମିତି ସ୍କାନ କରିବ ଦେଖେଇବ ଚାଲିଲା ପେମେଣ୍ଟ ଶେଷ ମାଲ କିଣିଲ ଖାଇଲ ଆରେ ବା ଆରେ ପକେଟରୁ ତ ପଇସା ନ କାଢିକିରି ଆମେ ତ ଯାହା ପାଇବା ତାହା କିଣିଦବା ଆରେ ଇଏ ତ ମା ଆମର ଯାଦୁକରୀ ଆରେ ଭାଇ ମୋ ନାତୁଣୀ ଦି ଇଏ କୋଉ ପିତା ଶୁଣି ଟେକ୍ନୋଲୋଜି ନୁହଁ ତ ନାଇଁ ରେ ଟୋକା ଇଏ ହଉଛି ନୂଆ ଜମାନା ଆମ ନାତୁଣୀ ଲଭଲି ତ ସବୁ ଶିଖେଇଲା ଆମେ ତ ଫୋନରେ ସବୁ ଜାଣିଲେ ଜାଣିତ କଣ ଗଲେ କଣ ସବୁ ବ୍ୟବହାର ଆଉ ଏଥର କାଇଁ ବସିବା ଯିବା ଗଲେ ଚାଷ ବାସ କାମ ଅଛି ଯିବା ହଁ ଆଉ କାଇଁ ଡେରି କରିବେ? ହଉ ଚାଲ ହ୍ୟାଲୋ ନାତୁଣୀ ସେ ଯୋଉ ଫୋନରେ ସେ ଯୋଉ ଇନଷ୍ଟାରେ ମତେ ଟିକେ ସେ କୀଟନାଶକଟା ଦେଇଦବୁ ମୁଁ ଟିକେ ଆଖୁ କିଆରିରେ ପକେଇଦେବି କାହିଁ କଣ ଗୁଣ୍ଡି ପୋକ ଛାଡିବ ଆଗ ଚାଲ ସେଲଫି ନେବା ତମକୁ ଏଇ ଫୋନରେ ଶିଖେଇଦେବି ସେଲଫି ହଁ ସେଇଟା ଗୋଟେ କଣ ଦେଖୁନ କେମିତି ହଉଛି ଆଇଲୁ ସେଇଟା ଫଟୋ ଉଠିବା ଦେଖି ଦେଖି ମୁଁ ନେବି ହଁ ଆସ ସମସ୍ତେ ଆସ ମୁଁ ବି ସମସ୍ତେ ଆସ ସେଲଫି ଗୋଟେ ନେଇଯିବା ସ୍ମାଇଲ ପ୍ଲିଜ